ଆସିଲା ବଡ଼ ଅପଡେଟ୍ କେମିତି ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଟଙ୍କା ପାଇଁ ଦରକାର ଏହି ସବୁ ଡକୁମେଣ୍ଟ। ଖବର ମୁତାବକ ପ୍ରଥମ କ୍ୟାବିନେଟ୍ ବୈଠକ ପରେ ନୂଆ ସରକାର ନେଇ ଏଭଳି ସବୁ ପଦକ୍ଷେପ। ସେହି ଭିତରେ ମହିଳାମାନଙ୍କୁ ସଶକ୍ତକରଣ କରିବା ଦିଗରେ ମଧ୍ୟ ନୂଆ ସରକାର ବେଶ୍ ଦୃଷ୍ଟି ଦେଇଛନ୍ତି। ସେଥିପାଇଁ ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ସେଥିପାଇଁ ମହିଳାମାନଙ୍କୁ 50,000 ଟଙ୍କା ଭାଉଚର ମିଳିବାକୁ ଯାଉଛି। ହେଲେ ଏହି ସୁଭଦ୍ରା ଯୋଜନାର ଲାଭ କେଉଁମାନେ ସବୁ ଉଠାଇ ପାରିବେ ତାହା ରିପୋର୍ଟ ଜାଣନ୍ତୁ। କ'ଣ ରହିଛି ଏହି ଯୋଜନାର ନିୟମ ଏବଂ କେଉଁମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା, ଯେଉଁଥିରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ସୁଭଦ୍ରା ଯୋଜନା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଓଡ଼ିଶାରେ କେବଳ ମହିଳାମାନଙ୍କ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯିବ। ମହିଳାମାନଙ୍କୁ ଯେଉଁ 50,000 ଟଙ୍କା ଭାଉଚର ପ୍ରଦାନ କରାଯିବ। ସୁଭଦ୍ରା ଯୋଜନା ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ଆବେଦନ କରିପାରିବେ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ମହିଳାମାନଙ୍କୁ ସଶକ୍ତ କରିବା। ତେବେ ଏହି ଯୋଜନା ପାଇଁ ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ଫଟୋ, ଇନକମ୍ ସାର୍ଟିଫିକେଟ୍, ରାସନ କାର୍ଡ଼ ଆଦି ଏଭଳି କିଛି ଡକୁମେଣ୍ଟ ଏହି ଯୋଜନାରେ ଆବେଦନ କରିବା ସମୟରେ ଦରକାର ପଡ଼ିବ। ଓଡ଼ିଶା ବାସିନ୍ଦାମାନେ ହିଁ କେବଳ ଏହି ଯୋଜନାର ଲାଭ ଉଠାଇ ପାରିବେ। ବିବାହିତା ଏବଂ ସେମାନଙ୍କ ବୟସ 23ରୁ 59 ବର୍ଷ ମଧ୍ୟରେ ହୋଇଥିବା ମହିଳା ହିଁ ସୁଭଦ୍ରା ଯୋଜନା ପାଇପାରିବେ। ପ୍ରତି ପରିବାର ଜଣେ ମହିଳା ଏହି ଯୋଜନାରେ ମିଳିପାରିବ। ଆବେଦନକାରୀ ଯେପରିକି କୌଣସି ସରକାରୀ ଚାକିରି କରିନଥିଲେ ଏହି ଯୋଜନା ଅବିବାହିତ ମହିଳା ସାମିଲ ହୋଇପାରିବେ। ଆପଣମାନେ ଚାକିରି କରୁଥିବେ ବେଲେ ଏଥିରେ ସାମିଲ ହୋଇନିପାରୁ। ଏହି ଯୋଜନା ଅବିବାହିତ ମହିଳା ସାମିଲ ହୋଇପାରିବେ ନାହିଁ। ବିହା ବନି ହେଇଥିଲେ ଆପଣମାନେ ସାମିଲ ହୋଇନିପାରୁ। ଅଙ୍ଗନବାଡ଼ି କର୍ମୀ ଏଥିରେ ହିତାଧିକାରୀ ହୋଇପାରିବେ। ଅଙ୍ଗନବାଡ଼ି କର୍ମୀ ଆପଣମାନେ ଏଥିରେ ହୋଇପାରିବେ, ଆଡ଼୍ ହୋଇପାରିବେ। ତେବେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଖବର ଅପଡେଟ୍ ପାଇବା ଲାଗି ଆମ ସହ ଆଗକୁ ଏଭଳି ଭାବେ ଯୋଡ଼ି ରହନ୍ତୁ। ଆଉ ଭିଡ଼ିଓକୁ ଭଲ ଲାଗିଲେ ଲାଇକ୍ କରନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ।